ଚାଲ ଯିବା ଏବେ ରଜ ମହୋତ୍ସବ ଦେଖି। ତା କେଉଁ ଜାଗା ଚାଲ ଦେଖିବା। ପାରାଦ୍ୱୀପ ରଜ ମହୋତ୍ସବ। ଆମେ ଟିକେ ବେଳାଭୂମି ଦେଖିବୁ, ବୁଲି ଆସିବୁ। ସମୁଦ୍ର କୂଳେ ବୁଲିବ, ତା ସାଙ୍ଗରେ ଆସିକି ରଜ ମହୋତ୍ସବର ମଜା ବି ନେବ। ଯେଉଁମାନେ କିଏ ଆସିଛନ୍ତି ଜାଗାକୁ ଜାଣିଥିବେ ମଜାର କେମିତିଆ। ଟିକେ ଦୋଳିଟି ଆମେ ଟିକେ ଖେଳିକି ବାହାରି ପଡ଼ିଥିଲୁ ରଜ ମହୋତ୍ସବ ଚାରିଆଡ଼େ ମାଲ ଦେଖିବା ପାଇଁ। ଯେଉଁଠି ହରେକ ମାଲ ସେଇଠି ଲୋକଙ୍କର ଭିଡ଼। 5 ଟଙ୍କିଆ 10 ଟଙ୍କିଆ ହରେକ ମାଲ ଯେଉଁଠି ଲୋକମାନଙ୍କର ଭିଡ଼ ସେଇଠି। ଆମେ ସେଇ ରଜ ମହୋତ୍ସବର ପାରାଦ୍ୱୀପ ରଜ ମହୋତ୍ସବ ଦେଖିବା ପାଇଁ ଆଉ ଆସିଲେଣି ସଙ୍ଗୀତ ମାନେ ଗୀତ ଗାଇବା ପାଇଁ। ଆଉ ଲୋକମାନଙ୍କର ଭିଡ଼ ଏତେ ଯେ ସବୁଆଡ଼େ ଆମେ ଟିକେ ବୁଲିଲୁ, କ୍ୟାମେରା ଦେଖିବା ବୁଲିଲୁ କେତେବେଳେ ଲୋକ ଅଛନ୍ତି। ଦୋଳି ଆଡ଼େ ଚାଲିଲୁ। ଦୋଳିରେ କିନ୍ତୁ ଲୋକ ନାହାନ୍ତି, କିନ୍ତୁ ଲୋକ ଠିକ୍ ଟାଇମ୍ରେ ଆସିବେ। 8ଟା 9ଟା ହେଲା ବେଳକୁ ଗଡ଼ିବେ। ଆମେ ଟିକେ ଶୀଘ୍ର ପଳେଇ ଆସିଥିଲୁ। ଆଉ ପାଟିରୁ ଆଚାର ଦେଖିଲେ ତ ପାଟିରୁ ନାଳ ବୋହିବ। ଏଇସବୁ ହେଉଛନ୍ତି ଲୋକମାନେ। କେତେ ସୁନ୍ଦର ସୁନ୍ଦର ଜିନିଷ ଏପାଳି ପଡ଼ିଛି, ଭାରି ଭଲ ଲାଗିଲା ଲୋକମାନଙ୍କର। ଆଉ ଆସନ୍ତୁ ଏ ରଜ ମହୋତ୍ସବକୁ ଏନ୍ଜୟ କରିବା, ଦେଖିବା। କିଏ ଆସିଛ ଏଇ ଜାଗାକୁ କମେଣ୍ଟ ଆଉ ସେୟାର କରିବ। ଯଦି ଭଲ ଲାଗିଛି ମୋ ମିନି ଭିଡ଼ିଓଟି ଆଉ କମେଣ୍ଟ କରିବ। ସେ ଛୋଟ ଛୁଆଙ୍କର ଦୋଳିଟି